समय समय अनुभव करने प्रभु आम समस्त जो समस्त बाट रास्ता खोली तदनुसार जीवन काटिबा आज आपण मन आगे कहवाई चाहे परमेश्वर रहुथिबा स्थान रे प्रवेश करिबा को क्षेत्र रे प्रभु सहित आम अच्छु रहिबा वास्तविक प्रभु आमको जो स्थान देखै प्रतिज्ञा करिछंती आ जो सब वाक्य अनुसार आमको प्रस्तुत हेबा कहब ताहा भी आमको प्रभु संपूर्ण जणैछंती कहिछंती परमेश्वर वाक्य भितरे जेबे आमे रहुथिबा तेबे ही आमर सौभाग्य अछि कारण को जगार प्रवेश करने किए माने प्रवेश करेंगे को प्रकार लोक मान सुविधा हम क्यों प्रकार लोक मान कष्ट हम क्यों माने प्रवेश करेंगे प्रवेश करें ना आमे जानिबा दरकार प्रकृत विषय कौन प्रकृत रहस्य कौन आमर पूर्व अवस्था को टिके वर्तमान अवस्था को टिके चिंता करिबा जे मोर पूर्व अवस्था रे मोर आत्मिक जीवन जेंति थिला एबे सीमित अछि ना डाउन अछि उज्जग अछि ना शिथिल अछि सेही प्रकार कर्म अछि ना मो कर्म रु ओहरी पड़िछि कारण प्रभुंकर प्रतिज्ञा जे आम प्रति दुखदायक आनंददायक एथिबाई आज मैं प्रार्थना करिबा गोटे कथा ऊपर हमें आलोचना करिबा कोन जे लूक 13 पर्वर टिके 24 पद सुन तापरे एही कथा अनुसार टिके आज चिंता करिबा यीशु तांको लोक मान को एही कथा कहिथिले को प्रकार कथा कहि छन्दे टिके सुनंतु संकीर्ण द्वार दे प्रवेश करबाकू प्राणपण कर कारण मु तुम्ह मानकू कहूअछि अनेक प्रवेश करिबा निमंते चेष्टा करिवे किंतु पारिबे नाही यीशु स्वयं मुखरे एही कथा कहिथिले संकीर्ण द्वार दे प्रवेश करबाकू प्राणपण संकीर्ण द्वार दे प्रवेश करने को प्राणपण कर बोली यीशु कहले कारण यही प्रकार कथा आम पाई आज निहाती दरकार यीशु अपना लोक मान को कहिथिले संकीर्ण द्वार दे प्रवेश करने को प्राणपण कर प्रवेश करबा गोटे संकीर्ण द्वार दे प्रवेश करबा तमे प्राणपण कर कारण मो तुम मन को कहूछि अनेक प्रवेश करबा निमंते चेष्टा करिवे किंतु पारिबे नाही लेकिन माने पारिबे गोटे दल पारिबे आ गोटे दल पारिबे नाही के माने को प्रवेश करबा पई कष्ट आ के मन पई सहज गोटे प्रकार लोक मान पाई कष्ट गोटे प्रकार लोक मान पाई सहज तेणु ईश्वर वाक्य एक पवित्र ईश्वर वाक्य एक साहसिक अटे ईश्वर वाक्य एक उपयुक्त अटे तांको लोक मान गोटे कथा यीशु गोटे कथा कही गोटे प्रकार लोक मान लिखा अच्छी कौन माथ्यू 11 पर्वर
ତାର 30 ପଦର କଥା ଯୀଶୁ କହିଥିଲେ କଣ, ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଓ ଶ୍ୱାସ। ଜୁଆଳି ସହଜ, ଭାର ଶ୍ୱାସ କେଉଁମାନଙ୍କ ପାଇଁ? ଯୀଶୁ କହିଲେ ଯେ ମୋ ନିକଟରୁ ମୃଦୁତା ନମ୍ରତା ଶିଖ। ଯେଉଁମାନେ ଯୀଶୁଙ୍କ ଠାରେ ଥାଇ ତାଙ୍କର ମୃଦୁତା ନମ୍ରତା ଶିଖିଛନ୍ତି ସେମାନଙ୍କର ପାଖରେ ପ୍ରଭୁଙ୍କର କଣ ବୋଲି ଲେଖାଯାଏ, ମାନେ ଜୁଆଳି କଣ ସେମାନଙ୍କ ପାଇଁ ସହଜ। ଜୁଆଳି ଉଶ୍ୱାସ ମାନେ ଭାର ଶ୍ୱାସ, ଜୁଆଳି ସହଜ। ଜୁଆଳି ଗୋଟେ ସହଜ ଜିନିଷ, କାରଣ ଭାର କଣ? ଉଶ୍ୱାସ। ପ୍ରକୃତରେ କେତେକଙ୍କର ଜଟିଳ ଜୀବନ, ଯେଉଁମାନଙ୍କର ଜୀବନରେ ପରିତ୍ରାଣର ଅଭାବ, ଆତ୍ମିକ ଜୀବନ ଅଭାବ, ସେମାନଙ୍କୁ ସବୁଦିନ ସ୍ୱର୍ଗ ରାଜ୍ୟ ଯିବା ପାଇଁ ବହୁତ କଷ୍ଟ, ବହୁତ କଷ୍ଟ। ତେଣୁ ଆପଣମାନେ ମୁଁ ଆଜି ନିଜକୁ ସମୀକ୍ଷା କରିବା, ମୋର ପୂର୍ବ ଜୀବନ, ଆରମ୍ଭରେ ମୋର ଜୀବନ ଯେମିତି ଥିଲା ଏବେ ସେମିତି ଟିକେ ଅଛି କି ନାହିଁ, ନିଜକୁ ଟିକେ ପରୀକ୍ଷା କରିବା, ଆପଣଙ୍କୁ ପରୀକ୍ଷା କରିବା, ନିଜକୁ ଦେଖିବା। 2 କରନ୍ତି 13 ପର୍ବର 5 ପଦରେ ପାଉଲ କରନ୍ତି ମଣ୍ଡଳୀକୁ ଏହି ବାର୍ତ୍ତା ଦେଇଥିଲେ। କିନ୍ତୁ ଆଜି ସରଳା ସମାଜ ପାଇଁ ମୋ ପାଇଁ ଆଜି ଗୋଟେ ବାର୍ତ୍ତା କଣ ବୋଲି ପାଉଲ କହୁଛନ୍ତି, ଶୁଣନ୍ତୁ ତ ଟିକେ। ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ? ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣ ଆପଣଙ୍କୁ ପରୀକ୍ଷା କର। ସେ ବିଷୟରେ ଆପଣ ଆପଣଙ୍କୁ ପରୀକ୍ଷା କର, ଆପଣ ଆପଣର ବିଚାର କର, ନିଜର ବିଚାର କର। କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କ ଠାରେ ଅଛନ୍ତି, ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କ ଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ ତାହା ହେଲେ ତୁମ୍ଭେମାନେ ପରୀକ୍ଷା ସିଦ୍ଧ ନୁହଁ। ପରୀକ୍ଷା ସିଦ୍ଧ ନୁହଁ। ପାଉଲ କହିଲେ ବିଶ୍ୱାସରେ ଅଛ କି ନାହିଁ ଏ ବିଷୟରେ ଆପଣ ଆପଣର ପରୀକ୍ଷା କର। ଆସନ୍ତୁ ଟିକେ ନିଜକୁ ପରୀକ୍ଷା କରିବା। ମୋର ପୂର୍ବ ଜୀବନ, ମୋର ପ୍ରାରମ୍ଭରେ ମୁଁ ଯୋଉ ପରିତ୍ରାଣ ପାଇଥିଲି, ଆତ୍ମା ପାଇଥିଲି, ମୁଁ ପ୍ରଭୁଙ୍କର ପରିଚୟ ପାଇଥିଲି, ଯୋଉ ପ୍ରକାର ଜୀବନ କାଟୁଥିଲି ଆଜି ମୋ ପାଖରେ ଅଛି ନା ନାହିଁ? ଯଦି ବି ନାହିଁ, ଆଜି ପ୍ରଭୁ କହୁଛନ୍ତି ତୁମେ ଆସ, ଆମେ ତୁମକୁ ପୁନର୍ବାର ଗ୍ରହଣ କରିବା। ନିଜକୁ ସମର୍ପଣ କରି ଗୋଟେ ମିନିଟ ପ୍ରାର୍ଥନା କରିବା, ନିଜକୁ ଉତ୍ସର୍ଗ କରିବା, ନିଜକୁ ଦେଖିବା, ନିଜର ସମୀକ୍ଷା କରିବା, ନିଜକୁ ପଚାରିବା ଯେ ମୁଁ ଆଜି କୋ ଚିନ୍ତାରେ ଅଛି, ଆଜି ମୋର ଅବସ୍ଥା କଣ ଅଛି? ଟିକେ ଅନୁତାପ କରିବା। ଯୀଶୁ କହିଛନ୍ତି କଣ? ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର। ଆଜି ଆମେ କଣ ହାରି ଯାଇଛୁ? ଆଜି ଆମର ଗୋଡ କଣ ଦୁର୍ବଳ ହେଇଯାଇଛି, ଆଣ୍ଠୁ ଦୁର୍ବଳ ହେଇଯାଇଛି, ଆମେ ପ୍ରବେଶ କରିବା ପାଇଁ ଆମକୁ ଆଜି ବାଧା ହଉଛି, ପ୍ରବେଶ କରିବା ପାଇଁ ଆମ ପାଖରେ ଆଜି ଶକ୍ତି ନାହିଁ। ଆଉ କି ଶୁଭିବ ଭଙ୍ଗା ବୀଣା ତାରେ, ଆଦ୍ୟ ପ୍ରେମର ଝଙ୍କାର। ଆଉ କି ଶୁଭିବ ଭଙ୍ଗା ବୀଣା ତାରେ, ଆଦ୍ୟ ପ୍ରେମର ଝଙ୍କାର। ସେମାନେ ନିଜକୁ ଟିକେ ଆଣ୍ଠୁକୁ ସମର୍ପିତ ହୁଅନ୍ତି, କାରଣ ଆମର ପୂର୍ବ ଅବସ୍ଥା ଆଜି ଚିନ୍ତା କରିବା। ଆଜି ମୋର କଣ ଦୁର୍ବଳତା, ଆଜି ମୁଁ କେମିତି ହେଲେ ସଫଳ ହେବି, ଆଜି ମୁଁ କେମିତି ହେଲେ ଶକ୍ତି ପ୍ରାପ୍ତ ହେବି। ଜଣେ ଭକ୍ତ ନିଜକୁ ସ୍ୱୀକାର କରୁଛନ୍ତି, ପ୍ରଭୁ ଆରମ୍ଭରେ ମୋର ଜୀବନ
ଏମିତି ଥିଲା ଆଜି ମତେ ସେମିତି ପରେ ମତେ ଲାଗୁନାହିଁ। ଆପଣମାନେ ନିଜେ ନିଜେ ଟିକେ ଅନୁଭବ କରିପାରୁଥିବେ ଯେ ପରିତ୍ରାଣର ଶାନ୍ତି ଆନନ୍ଦ କେମିତି ଅଛି ଆପଣଙ୍କ ଜୀବନରେ ଖେଳୁଛି ଆପଣଙ୍କ ହୃଦୟରେ ମନରେ। ଆଉ କି ଶୋଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ଫେରିକି ଆସିବ ଜୀବନେ ଯିଶୁ ହେ ଫେରିକି ଆସିବ ଜୀବନେ ଯିଶୁ ହେ ସାତ ରଙ୍ଗ ସାତ ସୁର ଆଦ୍ୟ ପ୍ରେମର ଝଙ୍କାର ଆଦ୍ୟ ପ୍ରେମର ଝଙ୍କାର ଭୁଲି ଗଲି ସବୁ ପ୍ରଭୁ ଭୁଲି ଗଲି ସବୁ ପୁରୁଣା ସ୍ମୃତି କି ପ୍ରାର୍ଥନାରେ ଥିଲି କହି ଯେତେ ଦୁଃଖ ଝଡ଼ ଆସିଲେ ଯିଶୁ ହେ ସବୁକୁ ଦେଲି ଏଡ଼ାଇ ତୁମେ ମୋ ଶରଣ ଗୋଲାପ ସୁରଭି ତୁମେ ମୋ ଶରଣ ଗୋଲାପ ସୁରଭି ଅଟ ଆସି ସରବାରି ଆଉ କି ଝରିବ ମୋ ଆଖି ପତାରେ ଆଉ କି ଝରିବ ମୋ ଆଖି ପତାରେ ଅନୁତାପ ରସନୀର ଆଦ୍ୟ ପ୍ରେମର ଝଙ୍କାର ଆଉ କି ଶୋଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ନ ଚାହିଁବି ବୋଲି ପ୍ରଭୁ ନ ଚାହିଁବି ବୋଲି ଆଖି ବୁଝିଦେଲେ ହୃଦୟ ଭିତରେ ଦିଶ ନ ଶୁଣିବି ବୋଲି କାନ ରୁଧି ଦେଲେ ଚେତନାରେ ନୀତି ଆସ ତୁମରି ସାନିଧ୍ୟ ଭରସା ପବନ ତୁମରି ସାନିଧ୍ୟ ଭରସା ପବନ ଲାଗେ ମତେ ନୀତି ଆଉ କି ବହିବ ଏ ମରୁ ଅନ୍ତରେ ଆଉ କି ବହିବ ଏ ମରୁ ଅନ୍ତରେ କାଲବରୀ ରୁଧିର
ମନ୍ଦିର। ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରିବା। ଆରମ୍ଭରେ ଆମର ଯୋଉ ବିଶ୍ୱାସ ଥିଲା, ଆରମ୍ଭରେ ଆମ ପାଖରେ ଈଶ୍ୱରଙ୍କର ଯୋଉ ସମସ୍ତ ଶକ୍ତିର ଚାଳନା ପ୍ରେରଣା ଥିଲା, ଆମେ ତାକୁ ଆଜି ବ୍ୟବହାର କରିପାରୁଛୁ କି? ଆମ ପାଖରେ ଅଛି ତ? ଯଦି ବି ସେ ସବୁ ଅଛି ତ ପ୍ରଭୁ ଆମକୁ ତାଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଦେବେ। ଏଥିପାଇଁ ଆଜି ଆମେ ସୁଯୋଗ ଥାଉ ଥାଉ ନିଜକୁ ପରୀକ୍ଷା କରିବା, ନିଜକୁ ଦେଖିବା, ପୁଣି ଯୀଶୁ କହିଥିବା କଥାକୁ ମନେ ପକେଇବା। ଯୀଶୁ କହିଥିଲେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ପ୍ରାଣପଣ ଚେଷ୍ଟା କର। ପ୍ରବେଶ କରିବା ପାଇଁ ସ୍ୱର୍ଗୀୟ ପିତା, ତୁମ ପାଦ ତଳେ ଆମେ ଆପଣଙ୍କୁ ସମର୍ପଣ କରୁଛୁ। ଆମ ସମସ୍ତଙ୍କୁ ତୁମେ ଅଧିକାର କର। ଆମ ପ୍ରତ୍ୟେକଙ୍କର ଜୀବନକୁ ସଜାଡ଼। ଆମ ପ୍ରତ୍ୟେକଙ୍କ ହୃଦୟକୁ ତୁମେ ସଜାଡ଼। ଆମ ଶରୀର ତୁମରି ମନ୍ଦିର, ତୁମରି ଗୃହ, ତୁମରି କ୍ଷେତ, ତୁମରି ଇଚ୍ଛା ଅଭିମତ ଅନୁସାରେ ଏ ଶରୀର ମନ ପ୍ରାଣକୁ ତୁମେ ବ୍ୟବହାର କର। ଆମେ ଯେପରି ଦିନ ମାନଙ୍କରେ ତୁମ ସହିତ ଚାଲୁ ଚାଲୁ ଦିନେ ପ୍ରଭୁ ଆମେ ତୁମ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ପାରିବ, ଏଥିପାଇଁ ଆମ ପ୍ରତ୍ୟେକଙ୍କର ଜୀବନକୁ ତୁମେ ସଜାଡ଼। ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା ଅଭିଷେକ ଦେଇ ତୁମ ଚାଳନା ପ୍ରେରଣାରେ କଢ଼ାଇ ଆବଶ୍ୟକ ବାକ୍ୟ ଦେଇ ଆମକୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ ପିତା, ଆମେନ୍। ପ୍ରଭୁଙ୍କ ମହାନାମ ଧନ୍ୟ ହଉ। ପ୍ରକୃତ କଥା ଅଳ୍ପ ସମୟ ଆଲୋଚନା କରିବା। ଯୀଶୁ ଏଇ ଯୋଉ କଥା କହିଥିଲେ, ଯୀଶୁଙ୍କର ସମସ୍ତ ବାକ୍ୟ ଏକ ପବିତ୍ର ଆଉ ସତ୍ୟ ବାକ୍ୟ। ତାଙ୍କ ବାକ୍ୟରେ ପ୍ରକୃତ ଜିନିଷ ଅଛି। କାରଣ ଯୀଶୁ ଯୋଉ କଥା କହିଲେ ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ ଚେଷ୍ଟା। କାରଣ ଅନେକ ପ୍ରବେଶ କରିବାକୁ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। କେଉଁମାନେ ପାରିବେ, କେଉଁମାନେ ପାରିବେ ନାହିଁ। ପ୍ରକୃତରେ ରହସ୍ୟ, ଆପଣମାନେ ସାଧାରଣ ଲୋକ, ମୁଁ ସାଧାରଣ ଲୋକ, ଆମେ ଅନ୍ୟ ଧନୀ ଲୋକମାନଙ୍କ ପରି ଆମର କ୍ୱାଲିଟି ନାହିଁ। ବିଭିନ୍ନ ମଣ୍ଡଳୀ ସମାଜ ମାନଙ୍କର ଯଦି ବି ଦେଖିବେ ବହୁତ ଜ୍ଞାନୀ ଧନୀ ମାନେ ରହନ୍ତି, ଉପାସନାର ଭିନ୍ନ ଭିନ୍ନ ପ୍ରକାରର ଚେହେରା ଲୋକମାନଙ୍କୁ ଦେଖିବେ, କିନ୍ତୁ ଆପଣମାନଙ୍କର ମୋର ସେମିତି ନାହିଁ, ଏକ ସାଧାରଣ ଲୋକ। କାରଣ ସେଇ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ଜଣେ ବିଶ୍ୱାସୀ ପ୍ରାଣପଣ ଚେଷ୍ଟା କରିବା ଦରକାର। କୋଉ ପ୍ରକାରରେ ପ୍ରାଣପଣ ଚେଷ୍ଟା କରିବାକୁ ହବ, କୋଉ ପ୍ରକାରର ପ୍ରାଣପଣ ଚେଷ୍ଟା ଦରକାର? କାରଣ କୋଉମାନେ ପ୍ରବେଶ କରିବେ? କାରଣ ଯୀଶୁ ଗୋଟେ କଥା କହିଥିଲେ, ମାଥ୍ୟୁ 7:13 ଗୋଟେ କଥା ଦେଖନ୍ତୁ, ଠିକ ସେଇଭଳି କଥା। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନି ଯିବା ଦ୍ୱାରା ଓସାର ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। এইটি ଗୋଟେ କଥା ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, এইଠି ଯୀଶୁ କହିଥିଲେ। କାରଣ ସର୍ବନାଶକୁ ଘେନି ଯିବା ପଥ କଣ? ଓସାର ପଥ ପ୍ରଶସ୍ତ। এই পথ দেই এই বাটরে প্রবেশ করিবা লোক অনেক, এমতি বিনাশ রাস্তায় যা লোক মানে প্রবেশ করিবা লোক বেশি আছে। আপন মানক মতে প্রভু গোটে সুযোগ দিয়েছেন যে সংকীর্ণ দ্বারକୁ খোঁজিবা, সংকীর্ণ বাট দেই ଯିବା ପାଇଁ, সংকীর্ণ দ্বাରରେ ଆମେ ପ୍ରବେଶ କରିବାକୁ ହବ।
ଜଣେ ମନୋନୀତ ବିଶ୍ୱାସୀ ସଂକୀର୍ଣ୍ଣ ଦ୍ୱାର ଖୋଜିବା ଦରକାର। ପ୍ରବେଶ କରିବାକୁ ହବ ଆମକୁ ଯେମିତି ସେମିତି ପ୍ରାଣପଣର ସହିତ ସେ ଭିତରକୁ ଯିବା ପାଇଁ। ହାଲେଲୁୟା ହାଲେଲୁୟା। ପ୍ରବେଶ କେଉଁମାନେ କରିବେ ତା କେତେକ କଥା। ଯେଉଁମାନେ ତାଙ୍କ ଆଜ୍ଞା ପାଳନ କରନ୍ତି, ତାଙ୍କ ବିଧି ପାଳନ କରନ୍ତି, ଏହି ପ୍ରକାର ଲୋକମାନେ ଯିଏ ପରମେଶ୍ୱରଙ୍କର ଆଦେଶ ଅନୁସାରେ ପ୍ରବେଶ କରିବେ। ଆଦି ପୁସ୍ତକ 7 ପର୍ବର 1 ପଦରେ ପରମେଶ୍ୱର ନହଙ୍କୁ ଗୋଟେ କଥା କହିଲେ, ଶୁଣନ୍ତୁ ପଢିବା ଅନନ୍ତର ସଦାପ୍ରଭୁ ହଁ। ନୋହଙ୍କୁ କହିଲେ, ନହଙ୍କୁ କହିଲେ ତୁମ୍ଭେ ସପରିବାରର ଜାହାଜରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ହଁ। ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ। ହାଲେଲୁୟା। ନହଙ୍କୁ ପରମେଶ୍ୱର କହିଲେ ତୁମେ ଜାହାଜରେ ସପରିବାରରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମେ କେବଳ ତୁମକୁ ଧାର୍ମିକ ଦେଖିଅଛୁ। ହେଲେ ଏଥିରୁ ପ୍ରମାଣ ମିଳେ କେବଳ ଧାର୍ମିକ ଲୋକମାନେ ହିଁ ପ୍ରବେଶ କରିବେ। ଧାର୍ମିକ ଲୋକମାନେ ପ୍ରବେଶ କରିବେ। ତାର 7 ପଦରେ ଦେଖନ୍ତୁ। ତହୁ ହଁ। ଜଳପ୍ଲାବନରୁ ରକ୍ଷା ପାଇବା ନିମନ୍ତେ ହଁ। ନୋହ ଓ ତାହାଙ୍କର ଭାର୍ଯ୍ୟା ହଁ। ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ। ହାଲେଲୁୟା। ଜାହାଜରେ ପ୍ରବେଶ କଲେ। ଜଳ ପ୍ଲାବନ ବେଳେ ବିନଷ୍ଟ ନ ହେବା ପାଇଁ ତାଙ୍କ ଧାର୍ମିକ ଲୋକମାନଙ୍କୁ ପରମେଶ୍ୱର ଆଉ ରକ୍ଷା ନିମନ୍ତେ ଯାହା ନହ ଜାହାଜ ତିଆରି କରିଥିଲେ, ପରମେଶ୍ୱର ତାଙ୍କୁ କହୁଛନ୍ତି ସପରିବାରରେ ପ୍ରବେଶ। ମୁଁ ଆପଣଙ୍କ ଆଗରେ ଏ କଥା କାହିଁକି ରଖୁଛି ମାନେ ଗୋଟେ ଗୋଟେ ସୁରକ୍ଷିତ ଜାଗାରେ ପଶିବାର ଅଛି। ଯୀଶୁ କଥା କହିଥିଲେ କଣ ଯେ ପ୍ରବେଶ କରିବାକୁ ପ୍ରାଣପଣ ଚେଷ୍ଟା। ପ୍ରବେଶ ମାନେ କୋଉଠିକି ପ୍ରବେଶ କରିବା? ମଣ୍ଡଳୀ ଭିତରେ ପ୍ରବେଶ କରିବା, ପରିତ୍ରାଣ ପ୍ରାପ୍ତ ମଣ୍ଡଳୀ ଭିତରେ ପ୍ରବେଶ କରିବା, ପ୍ରାର୍ଥନାର ସହଭାଗିତା ଭିତରେ ପଶିବା, ସେବା କାର୍ଯ୍ୟ ଭିତରେ ପଶିବା। ଆମେ ଗୋଟେ ସେବା କାର୍ଯ୍ୟ ଭିତରେ ପଶିବା ଅଛି। ପୁଣି ମଣ୍ଡଳୀ ପୃଥିବୀରେ ଥିବା ପର୍ଯ୍ୟନ୍ତ ଆମେ ଯୀଶୁଙ୍କ ବାକ୍ୟ ଭିତରେ ପଶିବା, ପ୍ରବେଶ କରିବା ଦରକାର। କାରଣ କୋଉ ପ୍ରକାର ଲୋକମାନେ ପ୍ରବେଶ କରିବେ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବେ। ଗୋଟେ ପ୍ରକାର କଥା ଦେଖନ୍ତୁ, ଦିନେ ଯୀଶୁ କହିଲେ କଣ? ମାଥ୍ୟୁ 19 ପର୍ବର 23 ପଦ 24 ପଦ। ସେଥିରେ ଯୀଶୁ ହଁ। ଆପଣା ଶିଷ୍ୟମାନଙ୍କୁ କହିଲେ, ହଁ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ହଁ। ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ଗୋଟେ ମିନିଟ। ଧନୀ ଲୋକ ସ୍ୱର୍ଗ ରାଜ୍ୟରେ କେମିତି ପ୍ରବେଶ କରିବ? କଷ୍ଟ। କଷ୍ଟର ଅର୍ଥ କଣ? ଯେ ସେ ପେଲା ପେଲି ହେଇକି ଭିତରେ ପଶିବ ନାହିଁ। ଏପଟ ଧନ ଅଛି, ଏପଟ ସ୍ୱର୍ଗ ରାଜ୍ୟ ଅଛି। ହେଲେ ଏପଟ ଧନକୁ ଦିନେ ଭାବୁଥିବ ଧନ ପଳେଇଲେ ମୁଁ କଣ ହେବି, ଏମିତି ଭାବି ଭାବି ଏପଟ ଧନ ତାକୁ ଟାଣୁଥିବ, ତାକୁ ସେ ରାସ୍ତା। ହେଲେ ଯୀଶୁ କହିଲେ ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ କଷ୍ଟରେ ପ୍ରବେଶ କରିବ। ତାପରେ ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ହଁ। ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ହଁ। ବରଂ ସୂଚୀର ଛିଦ୍ର ଦେଇ ଓ ଓଟର ପ୍ରବେଶ କରିବା ସହଜ। ଓଟ ପ୍ରବେଶ କରିବା ସହଜ। ଧନୀ ଲୋକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, କାରଣ ଛୁଞ୍ଚିର ଛିଦ୍ର ଦେଇ ଓଟ ପ୍ରବେଶ କରିବାର ସହଜ। ଆପଣମାନଙ୍କ ମତେ ପ୍ରଭୁଙ୍କର ବାକ୍ୟ କହେ ଯେ ସହଜ କଣ? କିଏ ସହଜରେ ପ୍ରବେଶ କରିବେ? ଧନୀ ଲୋକମାନେ ସହଜରେ ପ୍ରବେଶ କରିପାରିବେ ନାହିଁ। ଏଥିରୁ ଜଣା ପଡେ ସାଂସାରିକ ଲୋକ ସୁବିଧାରେ ପଶି ପାରିବେ ନାହିଁ। ଶାରୀରିକ ଲୋକମାନେ ଯେଉଁମାନଙ୍କର ଜୀବନରେ ଅଧର୍ମ ଅଛି, ପାପ ଅଛି, ଅନ୍ୟାୟ ଦୁର୍ନୀତି ଅଛି, ଏମାନେ କେବେ ବି ପଶି ପାରିବେ ନାହିଁ, ପ୍ରବେଶ କରିପାରିବେ ନାହିଁ। ଏମାନଙ୍କୁ ବହୁତ କଷ୍ଟ। ଏମାନଙ୍କ ପାଇଁ ସ୍ୱର୍ଗ ରାଜ୍ୟ ଉଶ୍ୱାସ ନାହିଁ, ସେବା କାର୍ଯ୍ୟ ଉଶ୍ୱାସ ନାହିଁ, ବହୁତ କଷ୍ଟ। କିନ୍ତୁ ଆପଣମାନଙ୍କ ମତେ ଆଜି ପ୍ରଭୁଙ୍କ ବାକ୍ୟ କହେ ପ୍ରାଣପଣ ଚେଷ୍ଟା
ପ୍ରାଣପଣ କର। ପ୍ରାଣ ଚାଲିଯାଉ କିନ୍ତୁ ଭିତରେ ପଶିବାର ଅଛି। ଆମର ଜୀବନ ଚାଲିଯାଉ କିନ୍ତୁ ଆମ ଭିତରେ ପଶିବାର ଅଛି। ଆମର କ୍ଷତି ହେଇଯାଉ କିନ୍ତୁ ଆମେ ସେଇ ଭିତରେ ପଶିବାର ଅଛି। ଲୋକମାନେ ଆଜି ପ୍ରବେଶ କରିବା ପାଇଁ ଇଚ୍ଛା ନାହିଁ। ଲୋକମାନଙ୍କ ବିଷୟରେ ଯୀଶୁ ଭାବୁଛନ୍ତି କଣ? ଯୋଉ ପଥରେ ଗଲେ କି ସର୍ବନାଶ ଅଛି, ଦ୍ୱାରରେ ପ୍ରବେଶ କଲେ ସର୍ବନାଶ ଅଛି, ଏମିତିକା ଦେଇ ପ୍ରବେଶ କରିବା ଲୋକ ବହୁତ ଲୋକ। କିନ୍ତୁ ସଂକୀର୍ଣ୍ଣ ଦ୍ୱାରରେ ପ୍ରବେଶ କରିବାର କଳ୍ପ। ଆଜି ଆମେ ନିଜକୁ ସମୀକ୍ଷା କରିବା ଯେ ମତେ ପ୍ରବେଶ କରିବାର କେମିତି ଆଜି ପରମେଶ୍ୱର ଅଧିକାର ଦେଇଛନ୍ତି। ଆମ ଜୀବନ ଯାତ୍ରାରେ ଅଧିକାର କଣ ପାଇଛୁ? ଗୋଟେ କଥା ଆମେ ଦେଖୁଛୁ କଣ? ନହଙ୍କ ବିଷୟରେ ପରମେଶ୍ୱର କହିଲେ ଯେ ପ୍ରବେଶ କର, ପ୍ରବେଶ କର। କୋ ଭିତରେ ପ୍ରବେଶ କରିବେ? ପରମେଶ୍ୱର ନହଙ୍କୁ କହିଥିଲେ ଯେ ତମେ ଗୋଟେ ଜାହାଜ ନିର୍ମାଣ କର ବୋଲି କହିଥିଲେ। ଆଉ ନିର୍ମାଣ ହେଲା ପରେ ପରମେଶ୍ୱର କହୁଛନ୍ତି ନହଙ୍କୁ ତମେ ଜାହାଜରେ ସପରିବାରରେ ପ୍ରବେଶ କର। ପ୍ରବେଶ କରିଛନ୍ତି ସେମାନେ, ରକ୍ଷା ପାଇଛନ୍ତି। ଆମେ ଗୋଟେ ଏମିତିକା ଜିନିଷରେ ଆମେ ଯାହା ତିଆରି କରୁଛୁ ପ୍ରଭୁ ଆମକୁ ବନେଇବାକୁ କହୁଛନ୍ତି। ବର୍ଷ ବର୍ଷ ଧରି ନହ ଯୋଉ ଜାହାଜ ତିଆରି କଲେ, ତାଙ୍କର ସ୍ତ୍ରୀ, ତାଙ୍କର ପୁଅ, ତାଙ୍କର ବୋହୂ ମାନେ, ଏଇମାନେ ଯୋଉ ପରିଶ୍ରମ କରିଥିଲେ, ପ୍ରାଣପଣ କଷ୍ଟ ପଡି ଜାହାଜ ତିଆରି କରିଥିଲେ, ବିପଦ ବେଳେ, ପୃଥିବୀର ବିନାଶ ବେଳେ ଏମାନେ ଜାହାଜରେ ପ୍ରବେଶ କରି ରକ୍ଷା ପାଇଛନ୍ତି। ହାଲେଲୁୟା, ହାଲେଲୁୟା। ଆମେ ଯୋଉଟା ଏବେ ତିଆରି କରୁଛୁ ସ୍ୱର୍ଗ ରାଜ୍ୟ ପାଇଁ, ଆମକୁ ଏଇ ଧର୍ମ କର୍ମ ହିଁ ଦିନେ କଣ କରିବ? ଉଦ୍ଧାର। ଭିତରେ ବି ତା ବିଷୟରେ କଣ? ପ୍ରଥମ ଭିତର 3 ପର୍ବର 20 ପଦରେ ଦେଖନ୍ତୁ। ଏଇଟା ନହଙ୍କର ସମୟରେ ପରମେଶ୍ୱର କହିଥିଲେ ନହକୁ, କିନ୍ତୁ ନହଙ୍କ କଥା ଟିକେ ଜେରୁସାଲେମ ମଣ୍ଡଳୀରେ ଆସି ଭିତର କଣ ବୋଲି ପ୍ରଚାର କରୁଛନ୍ତି ଶୁଣନ୍ତୁ। ପୂର୍ବ କାଳରେ ନହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ ଯେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ ଅର୍ଥାତ୍ 8 ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ହାଲେଲୁୟା, ରକ୍ଷା ପାଇଲେ। ଜଳ ମଧ୍ୟ ଦେଇ ରକ୍ଷା ପାଇଲେ, ପ୍ରବେଶ କରି ରକ୍ଷା ପାଇଲେ। ରକ୍ଷା ପାଇବା ପାଇଁ ଭିତରେ ପ୍ରବେଶ କରିବା। କେଉଁମାନେ ପ୍ରବେଶ କରିବେ? କାରଣ ଆପଣମାନେ ମାଥିଉ 25 ପର୍ବର 10 ପଦରେ ଦେଖିବେ, ଗୋଟେ ଦଳ ଚେଷ୍ଟା କରୁଛନ୍ତି, ଗୋଟେ ଦଳ ପ୍ରାଣପଣ ଚେଷ୍ଟା କରିଛନ୍ତି, ଆଉ ଗୋଟେ ଦଳ ବି ତିଆରି ହେଉଛନ୍ତି କଣ? ଏ 10 ଜଣ କନ୍ୟା ମଧ୍ୟରୁ 5 ଜଣ ନିର୍ବୁଦ୍ଧି, 5 ଜଣ ସୁବୁଦ୍ଧି ଥିଲେ। ଏ ସୁବୁଦ୍ଧି କନ୍ୟା ମାନେ ବରଙ୍କୁ ଭେଟିବା ପାଇଁ ଯେମିତି ପ୍ରସ୍ତୁତ ହଉଛନ୍ତି, ଏ ନିର୍ବୁଦ୍ଧି କନ୍ୟା ମାନେ ମଧ୍ୟ ସେମିତି ତିଆରି। ଏମାନେ ପ୍ରଦୀପ ସଜାଡୁଛନ୍ତି, ଏମାନେ ବି ପ୍ରଦୀପ ସଜାଡ଼ିଲେ, କିନ୍ତୁ ଏମାନଙ୍କର ପ୍ରଦୀପରେ ତେଲ ନଥିଲା, ପାତ୍ରରେ ବି ତେଲ ନାହିଁ। କିନ୍ତୁ ଏମାନେ ବି ଭାବିଛନ୍ତି କଣ? ଆମେ ବି ବରଙ୍କ ସହିତ ଭିତରେ ପଶିବୁ, କିନ୍ତୁ କଣ ନାହିଁ? ଚାନ୍ସ। 10 ପଦ ଶୁଣ। କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ। ହାଲେଲୁୟା, ହାଲେଲୁୟା। ଏମାନେ ବରଙ୍କ ସହିତ ବିବାହ ଉତ୍ସବରେ ପ୍ରବେଶ କଲେ। କେଉଁମାନେ ପ୍ରବେଶ କରିବେ? ମାନେ ଯାହାର ପ୍ରଦୀପ ଜଳୁଥିବ, ପାତ୍ରରେ ତେଲ ଥିବ, ଯାହା ଘରେ ପରିତ୍ରାଣର ଆନନ୍ଦ ଥିବ, ଯାହା ଘରେ ଧର୍ମ କର୍ମ ଥିବ, ଯେଉଁମାନେ ପ୍ରଭୁଙ୍କ ଲୋକଙ୍କ ସହିତ ଥିବେ, ଯାହାର ପାତ୍ରରେ ଦିନ ରାତ୍ରି ଆଉ ଆଡଭାନ୍ସ ତେଲ ଥିବ, ଏଇମାନେ ବରଙ୍କ ସହିତ ବିବାହ ଉତ୍ସବରେ ପ୍ରବେଶ କରିବେ। ହେଲେ ଗୋଟେ ଦଳ କିଣିବାକୁ ଯାଉଥିବା ବେଳେ ବର ଆସିଛନ୍ତି। ଆପଣ ମାନେ ଭାଇ ଭଉଣୀ ମାନେ ସମସ୍ତଙ୍କୁ ଅନୁରୋଧ କରେ କଣ? ଆଜିକାଲି ପ୍ରାଣପଣ ଚେଷ୍ଟା କରିବା। ଘର ଦ୍ୱାର ଖାଇବା ପିଇବା ଉପରେ ବେଶୀ ମାଡ଼ି ପଡନ୍ତୁ ନାହିଁ, କାରଣ ଦିନ କାଳ ବହୁତ ସନ୍ନିକଟ। ଆମେ ପ୍ରଭୁଙ୍କର ଆଉ ଲୋକ ହେବା ଅନୁସାରେ କେମିତି ସେଇ ସଂକୀର୍ଣ୍ଣ ଦ୍ୱାର ଦେଇ, ସଂକୀର୍ଣ୍ଣ ଦ୍ୱାର ମାନେ କଣ? ମାନେ
दुख कष्ट अभाव समस्या देई के हमको जीवा को दुख कष्ट समस्या देई हमको जीवा को हबो हमको बहुत समस्या दे जीवा को हबो क्लेश दे की जीवा को हबो संकट दे की जीवा को हबो दुई प्रकार ख्रिस्टियन अछु गोटे ख्रिस्टियन जगत रे प्रभु पठलो आशीर्वाद पाए भोग विलास रे आनंद रे जीवन से भी हालेलुया प्रेस करो चलते ना आउ केते को प्रभु को लोक माने साधु जीवन काटे जगत रे न खाई न पी अपमान अग्राय रे से दुख रे मते हालेलुया करछि गोटे गीत अछि नै कि जोठी थिले भी हालेलुया जेंती थिले भी हालेलुया होछि ना नेता ए गीत को मु टिके करप्शन करिया पाई चाहे जिन जो जगह थिले भी हालेलुया से जो जगह भी हालेलुया कर नहीं पाए कारण दुख बेले प्रभुଙ୍କ सहित रहिबा एई जो संकीर्ण द्वार दे जड़े विश्वासी प्रभुଙ୍କ लोक मंडली जीवा दरकार एई जो पांच जन सुबुद्धि कन्या माने दुख कष्ट दे मन यात्रा करथिला विश्वासी निरीह लोक माने कारण यीशु तो कहले धनी माने स्वर्ग राज्य रे कष्ट ले प्रवेश करिवे धनी लोक मानकर स्वर्ग राज्य रे प्रवेश करिबा अपेक्षा छुंचिरो छिद्र दे ओटो प्रवेश सहज रे प्रवेश करि पारिबो किंतु जड़े धनी लोक जेते उसार बाटा रे मते जाई पारिबो हां तको का जेते उसार बाटा रे संभव तांको भाई कि मो भाबुछि कोन जे लोक मद पिकी माता हे जाइथिबो ताको एनएस रोड मध्य को ताको खाटबो नै ताको ए कोन कारण तार पाद कोन नै स्थिर नै से ए कोन को से कोन को ए तोड़ को से तोड़ बोतले भी ताको दरकार पड़े आउ चार डबल रोड हेले मत बसी चिंता टिके करिबा मोर जीवन रो शैली के मोर बाट केंदी प्रभु धांग लोक मन को केंदी भाबरे आ प्रवेश करिवे ट्रेनिंग करेबे जे से माने संकीर्ण द्वार दे जाओ जाओ प्रवेश करिवे हमको को जगह रे प्रवेश करिबा ए जो सुबुद्धि कन्या माने विवाह उत्सव रे वरंग सहित भीतर प्रवेश करे तापर लेखाती द्वार कोन हेला आउ द्वारा लोक भी चेष्टा करूछन यीशु कहले अनेक प्राणपण चेष्टा करिवे किंतु पारिबे ए माने मध्य निर्बुद्धि कन्या माने भी तेल किणिबा को जीवु आमे किणी के आसला बेल को थिबो बोले आमे कबाट मार के बसी जीवु ए प्रकार जो चिंता थिला से माने तेल को जाई निराश रे फेरी आसला बेल को द्वार बंद अछि ए माने कबाट बाडो छंदी किंतु भीतर उत्तर आसुची कोन मु तुमको जाने प्रवेश करिमा लोक की तानो साथ रखी सुनो सुनो यीशु आय बडे कथा कहले कोन प्रभु प्रभु बोली जे माने बारंबार डाकुछंदी एई प्रकार लोक माने प्रवेश करि पारिबे मते प्रभु प्रभु बोली डाकंती एपरि प्रत्येक स्वर्ग राज्य रे प्रवेश करिवे नाही मात्र जे मोर स्वर्गस्थ पिताଙ୍କ इच्छा साधन करे से प्रवेश करिवो हालेलुया यीशु कहले प्रभु प्रभु बोली डाकी देबा लोक जे प्रवेश करि पारिबे नाही किंतु जे कि मोहन स्वर्गस्थ पिताଙ୍କ इच्छा साधन करंती से माने ही प्रवेश ले तांको इच्छा स्वर्गस्थ पिताଙ୍କ इच्छा कोन जी आज मंडली विश्वासी मान को प्रभु यीशु चाहउछन कोन मो पिला माने पवित्र जीवन काटंतु भलो जीवन काटंते पाप ठार पृथक रहंतु धर्म जीवन काटंतु सरल जीवन काटंतु रक्षा पांतु कोन प्रकार लोक माने निहाती रक्षा पाइबे कोन प्रकार लोक माने उद्धार पाइबे निष्कलंक लोक माने गोटे कथा गणना पुस्तक रे गोटे कथा अछि कोन 14 पर्वर 24 पद तापर 30 पद रे ती प्रकार कथा मिलबो मात्र आम्भर सेवक कालेब ठारे अन्य आत्मा अछि ओ से संपूर्ण रूपे आम्भर अनुगत होई अछि एथि पई से जे देश को जाईथिला सेही देश रे आम्भे ताहाकु प्रवेश कराइबा ओ ताहार वंश ताहा अधिकार करिवे प्रथम रे एई कथा मूसा कहउछन्ती कोन
ପ୍ରଥମରେ ସେ ଯେଉଁ ଦେଶକୁ ଯାଇଥିଲା ଜଣେ ପ୍ରଭୁଙ୍କର ଲୋକ ଆହ୍ୱାନ ପରେ ଚାଳନା ଭିତରେ କଣ ହେବା ଦରକାର ସେଠି କଣ ବୋଲି କହିଲେ ମାନେ ଆମ୍ଭର ସେବକ କାଲେବଙ୍କ ଠାରେ ଅନ୍ୟ ଆତ୍ମା ଅଛି ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର ପ୍ରଥମ କଥାଟି କଣ ଅନ୍ୟ ଆତ୍ମା ଅଛି ହାଲେଲୁୟା କି ଆତ୍ମା ଅଛି ପରମେଶ୍ୱର ମୂଷାଙ୍କୁ କହୁଛନ୍ତି କାଲେବଙ୍କ ଠାରେ ଗୋଟେ ଅନ୍ୟ ଆତ୍ମା ଅଛି କାରଣ ସେ ଆମର ସମ୍ପୂର୍ଣ୍ଣ ଅନୁଗତ ଲୋକ ସେଇ ଲୋକ କେବଳ ସେଇ କିଣାରେ ପ୍ରବେଶ କରିପାରିବ ବୋଲି ମୂଷାଙ୍କୁ ପରମେଶ୍ୱର କହିଲେ ପ୍ରବେଶ କରିବ ତାଙ୍କ ବଂଶ ଶିଖେ ଆଶୀର୍ବାଦ ପାଇଁ କିନ୍ତୁ ଆଉ ତାର କାଲେବଙ୍କର ଗୁଣ ବିଷୟରେ କଣ ବୋଲି କହୁଛନ୍ତି 30 ପଦରେ ଶୁଣନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ହସ୍ତ ଉଠାଇଅଛୁ ନିଶ୍ଚୟ ସେହି ଦେଶରେ ଜିଫୁନିର ପୁତ୍ର କାଲେବ ଓ ନୁନର ପୁତ୍ର ଜିହୋଶୁଆ ଛଡ଼ା ତୁମ୍ଭେମାନେ ପ୍ରବେଶ କରିବ ନାହିଁ ଅନ୍ୟମାନେ ପ୍ରବେଶ କରିପାରିବେ ନାହିଁ କାରଣ ଏଇମାନେ ପରମେଶ୍ୱରଙ୍କୁ ସଦା ସର୍ବଦା ବିରକ୍ତ କରୁଥିଲେ ରୋମୀ ମାନେ ଆପଣମାନେ ଯଦି ଏଭ୍ରି ପୁସ୍ତକରେ ଦେଖିବେ ତାର 3 ପର୍ବର 18-19 ପଦରେ ଏମାନେ କାହିଁକି ପ୍ରବେଶ କରିପାରିବେ ନାହିଁ ଅଧିକାଂଶ ଲୋକମାନେ କିନ୍ତୁ କାଲେବ ଜିହୋଶୁଆ କାହିଁକି ପ୍ରବେଶ କରିବେ ପଢନ୍ତୁ ଯେଉଁମାନେ ଅବାଧ୍ୟ ହୋଇଥିଲେ ଆଚ୍ଛା କି ଲୋକ এইটি এভরি মন্ডলীকে মধ্যে লেখিলা বলে এই লেখা বলে কিনে ଯେଉଁମାନେ ଅବାଧ୍ୟ ଲୋକ ସେମାନଙ୍କ ପିଲା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ ଆଚ୍ଛା ଏଇଠି ଗୋଟେ କଥା କେଉଁମାନଙ୍କ ବିରୁଦ୍ଧରେ ଶପଥ କରିଥିଲେ ଯେ ବୋଲି କହିଲେ ମାନେ ଅବାଧ୍ୟ ଲୋକମାନଙ୍କ ବିରୁଦ୍ଧରେ ଶପଥ କରନ୍ତି ପରମେଶ୍ୱର ସେଇ ଅବାଧ୍ୟ ଲୋକମାନଙ୍କ ବିରୁଦ୍ଧରେ ଶପଥ କରିଥିଲେ ଯେ ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ ଆଚ୍ଛା ବିଶ୍ରାମରେ ପ୍ରବେଶ କରିପାରିବେ ନାହିଁ କୋଟି କୋଟି ଆମକୁ ପ୍ରବେଶ କଥା ମିଳୁଛି ସଂକୀର୍ଣ୍ଣ ଦ୍ୱାର ଦେଇ ଗୋଟେ ଭିତରେ ପଶିଯାଉଛି ଏଇଠି ଗୋଟେ ବିଶ୍ରାମରେ ପ୍ରବେଶ କରିବେ କିଣାରେ ପ୍ରବେଶ କରିବା କାରଣ ଏଇଠି ଭକ୍ତ ଲେଖିଲେ କଣ ମଣ୍ଡଳୀକୁ ଯେ ସେମାନେ ବିଶ୍ରାମରେ ପ୍ରବେଶ କରିବେ ନାହିଁ ବୋଲି କହିଲେ ତାପରେ ଆମ୍ଭେମାନେ ଦେଖୁ ଯେ ଅବିଶ୍ୱାସ ହେତୁ ସେମାନେ ପ୍ରବେଶ କରିପାରିଲେ ନାହିଁ କି ହେତୁ ଏପଟ ବିରକ୍ତ ଜନ୍ମେଇଲେ ପ୍ରଥମରେ କଣ ଶବ୍ଦ ଅଛି ମାନେ ସେମାନେ ଅବାଧ୍ୟ ପ୍ରଥମରେ ଶବ୍ଦ କଲେ ସେମାନେ ଅବାଧ୍ୟ ଅର୍ଥ କଣ ଈଶ୍ୱର ଯାହା କହିଥିବେ ସେ ଅନୁସାରେ ଜୀବନ କାଟିବା ଲୋକମାନଙ୍କ ପାଇଁ ହେଲେ ଏଇଠି ଯେ ସେମାନେ ସମ୍ପୂର୍ଣ୍ଣ ଅବାଧ୍ୟ ଥିଲେ ଆଉ ସେମାନେ ଅବିଶ୍ୱାସ ଥିବାରୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିବେ ନାହିଁ ବୋଲି କହିଲେ କିନ୍ତୁ ଏଇଠି ଦେଖନ୍ତୁ ଅବିଶ୍ୱାସ ଆପଣ ଆଉ କଣ ଶବ୍ଦ ଅଛି 18 ପଦରେ କଣ ଶବ୍ଦ ଅଛି ଅବାଧ୍ୟ ଅବିଶ୍ୱାସ ପୁଣି ଅବାଧ୍ୟ ଲୋକମାନଙ୍କ ବିଷୟରେ କହିଲେ ଏମାନେ ପ୍ରଭୁଙ୍କ ବିରକ୍ତ ଜନ୍ମଉଥିବାରୁ ଏମାନଙ୍କ ବିଷୟରେ ବିରୁଦ୍ଧରେ ଶପଥ କରି କହିଲେ ଏମାନେ କଦାପି ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ଆଉ ଗୋଟେ ଜାଗାରେ ଲେଖିଛନ୍ତି ଗୀତ ସଂହିତା 95ର 10-11 ପଦରେ ଦେଖନ୍ତୁ ସେଠି କେତେ ପ୍ରକାରର ଦୁର୍ବଳତା ଦେଖାଯାଉଛି 95ର ଆମେ 40 ବର୍ଷ ଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ ଆଚ୍ଛା 40 ବର୍ଷ ଯାଏ ଆମେ ଏହି ବଂଶ ପ୍ରତି ବିରକ୍ତ ଥିଲୁ ପୁଣି କହିଲୁ ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ ଏକ ନମ୍ବର ଅନ୍ତଃକରଣରେ କଣ ଏକ ନମ୍ବରରେ ଅନ୍ତଃକରଣରେ କଣ ଭ୍ରାନ୍ତ ଦ୍ୱିତୀୟରେ
ଓ ସେମାନେ ଆମ୍ଭର ପଥ ଜାଣନ୍ତି ନାହିଁ। ଦୁଇରେ ଆମ୍ଭର ପଥ ସେମାନେ ଜାଣନ୍ତି ନାହିଁ। ହଁ, ଏହେତୁ ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ କରିବେ ନାହିଁ ବୋଲି ହଁ, ଆମ୍ଭେ ଆପଣା କୋପରେ ଶପଥ କଲୁ। କୋପର ମାନେ କେମିତିକା? ରାଗରେ ଆମେ କହିଲେ ଯେ ଏମାନେ ଅନ୍ତଃକରଣରେ ଭ୍ରାନ୍ତ, ଆମ୍ଭର ପଥ ଜାଣି ନାହାନ୍ତି। ଏଥିପାଇଁ କୋପରେ ଆମେ ଶପଥ କରି କହିଲୁ ଯେ ଏମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ। ହେଲେ ଝିଅମାନଙ୍କ ପାଇଁ ଚାନ୍ସ ନାହିଁ। ଆମ ଭିତରେ ସେମିତିରେ ତାଙ୍କର ଯଦି ବି ଅଛି, ଆଜିଠାରୁ ଟିକେ ସମାଧାନ ହେବା। ଏଇ ସବୁ ଜିନିଷ ଦ୍ୱାରା ଅବାଧ୍ୟ, ଅବିଶ୍ୱାସ, ଭ୍ରାନ୍ତ ଅନ୍ତଃକରଣରେ ତାଙ୍କ ପଥ ନ ଜାଣିବା ଲୋକମାନଙ୍କ ପାଇଁ ସେଇ ପ୍ରବେଶର ରାସ୍ତା ନାହିଁ। ସେମାନଙ୍କ ପାଇଁ କିଛି ଆଉ ଖୋଲା ହେଇପାରିବ ନାହିଁ, ଦ୍ୱାର ବନ୍ଦ ସେମାନଙ୍କ ପାଇଁ। କିନ୍ତୁ ପ୍ରବେଶ କରିବା ପାଇଁ ପ୍ରଭୁ ଆପଣମାନଙ୍କ ମତେ ସୁଯୋଗ ଦେଇଛି। ଆମେ ଆଜି କୋଉଠି ପ୍ରବେଶ କରିବା? ବେଳେ ବେଳେ ଏଭ୍ରି 4 ପର୍ବ 1 ପଦ ଦେଖନ୍ତୁ, ସେଇଠି କେତେକ ଲୋକ ସୁବିଧା ଆଜି ବି ଖୋଲା ଅଛି, ଆଜି ବି ପ୍ରାର୍ଥନା ଜୀବନ, ଆଜି ବି ଧର୍ମକର୍ମ ଜୀବନ କରିବା ପାଇଁ ଖୋଲା ଅଛି, କିନ୍ତୁ ବହୁତ ଖ୍ରୀଷ୍ଟିଆନ ଆଜି ବି ବଞ୍ଚିତ ଅଛନ୍ତି। ଅତଏବ ଆସ ହଁ। ଆମ୍ଭେମାନେ ଭୟ କରୁ, ହଁ। କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ହଁ। ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ। ଏଇଠି ଭକ୍ତ ଦେଖୁଛନ୍ତି ମଣ୍ଡଳୀକୁ ଶିକ୍ଷା ଦେବା ଲୋକ, କେତେକ ଲୋକ ସେଇ ପ୍ରବେଶ କରିପାରିବେ ନାହିଁ। ଏମିତି କେତେକ ଲୋକ ଦୁର୍ବଳକୁ ମୁଁ ଦେଖିପାରୁଛି, ସେମାନେ ବଞ୍ଚିତ ଅଛନ୍ତି ବୋଲି କହେ। କିନ୍ତୁ 11 ପଦ କଣ କହୁଛି? ଏଣୁ ଆସ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ। ଏଇଠି ଏଇ ପ୍ରଚାରକ କହୁଛନ୍ତି ମଣ୍ଡଳୀକୁ କଣ ଯେ ଆସ ଆମ୍ଭେମାନେ ସେଇ ବିଶ୍ରାମରେ ପ୍ରବେଶ କରିବାକୁ କଣ କରୁ? ଯତ୍ନର ଅର୍ଥ କଣ? ଯତ୍ନର ଅର୍ଥ ଜିନିଷ ପତ୍ରକୁ ସଜାଡ଼ିବା, ନିଜ ହୃଦୟକୁ ସଜାଡ଼ିବା, ଚକ୍ଷୁକୁ ସଜାଡ଼ିବା, ଆମର କର୍ଣ୍ଣକୁ ସଜାଡ଼ିବା, ଆମର ଅନ୍ତଃକରଣକୁ ସଜାଡ଼ିବା, ଦେହକୁ ସଜେଇବା। ଆଜିର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ରୂପରେଖ ଟିକେ ବହୁତ ଭିନ୍ନ। ପଇସା ପତ୍ର ସୁବିଧା, ଖାଇବା ପିଇବା ସୁବିଧା, ସବୁ ମଡେଲ ବି ଆଜିକାଲି ବଦଳିଗଲା। ଆଉ ଦୁଃଖ ନେଇକି ଯିବାର ସମୟ ନାହିଁ, ସଂକୀର୍ଣ୍ଣ ଦ୍ୱାର ଦେଇ ଯିବା ପାଇଁ ବହୁତ ଲୋକଙ୍କର ଇଚ୍ଛା ନାହିଁ। ଦେଖ କେତେକ କଥା, ପ୍ରଭୁ ଗୋଟେ ଗୋଟେ ଘଟଣା ଘଟେଇଲା ପରେ ଉପବାସ ପ୍ରାର୍ଥନା କରିବା ବୋଲେ ବହୁତ ଲୋକଙ୍କୁ କଷ୍ଟ। ସଭା ସମିତି ବୋଲେ ଟିକେ ଭଲ ଲାଗିବ, କିନ୍ତୁ ଉପବାସ କରିବା, ଖାଇବାକୁ ନାହିଁ, ପିଇବାକୁ ନାହିଁ ବୋଲେ ପ୍ରାୟ ବହୁତ ଟିକେ ଜାଣବା ଲୋକମାନେ ବି ସାଇଡ। ହେଲେ କୋଉଟା ଆମକୁ ଦରକାର? ପ୍ରଭୁ ଚାହୁଁଛନ୍ତି ତମେ ଉପବାସ, ରୋଦନ, ବିଳାପ କରି ଆମ୍ଭ ନିକଟକୁ ଆସ। ହେଲେ ତୁମ ପାଇଁ ଏଇଟା ହଉଛି ସଂକୀର୍ଣ୍ଣ ଦୁଃଖର ଜୀବନ। ଆମେ ଯେମିତି ସେମିତି ପାରି ହେବାକୁ ହବ। ଆପଣ ମାନେ ଦେଖିବେ ଯେ ମାଥ୍ୟୁ ପୁସ୍ତକରେ ଗୋଟେ କଥା ଅଛି କଣ, ଜଣେ ବିବାହ ବସ୍ତ୍ର ପରିଧାନ ନ କରି ଉଠିକି ଯାଇଥିଲା, ବସି ଯାଇଥିଲା। 22-11 ପଦରେ 12 ପଦରେ ଲେଖା ଅଛି କଣ ଯେ ବିବାହ ବସ୍ତ୍ର ପରିଧାନ ନ କରି ଜଣେ ବ୍ୟକ୍ତି ଭିତରେ ପଶି ଯାଇଥିଲା। କିନ୍ତୁ ରାଜା ଅଭ୍ୟାଗତ ଲୋକମାନଙ୍କୁ ଦେଖିବାକୁ ଆସି ପଚାରୁଛନ୍ତି, ତମେ ଭିତରେ କେମିତି ପଶିଲ? ବସିବା ଲୋକକୁ ମଧ୍ୟ କଣ ହଉଛି? ଡେଣା ଧରିକି ବାହାରି। ଆମେ ବେଳେ ବେଳେ ମଣ୍ଡଳୀ ସମାଜ ମାନଙ୍କରେ କୌଣସି ଉପାୟରେ ଯଦି ବି ଭିତରେ ପଶି ଯାଉଛୁ, ପ୍ରଭୁଙ୍କର ଇଚ୍ଛା ନଥିଲେ ପ୍ରଭୁ ଡେଣା ଧରି ପ୍ରବେଶ କଲେ ବି ବାହାର କରିବେ। ଏଥିପାଇଁ ସାବଧାନ ହେବା ଦରକାର। ପ୍ରବେଶ ବିଶ୍ରାମରେ ପ୍ରବେଶ କରିବାକୁ ହେଲେ ନିଜକୁ ଯତ୍ନବାନ ହେବାର ଅଛି, ନିଜକୁ ଯତ୍ନରେ ରଖିବାର ଅଛି। ପ୍ରଭୁ ଯୀଶୁ କହୁଛନ୍ତି କଣ, ତମେ ପ୍ରାଣପଣ କର ଭିତରେ ପଶିବା ପାଇଁ, ବାହାରେ ରହିବା କଥା ଆମକୁ ଦରକାର। କାରଣ କେଉଁମାନେ ବାହାରେ ରହିଯିବ ମାନେ ଭିତରେ ଥିବା ଲୋକଙ୍କୁ ମଧ୍ୟ ବାହାରେ ପକାଯିବ। ଲେଖା ଅଛି ଏହାର ହାତ ଗୋଡ ବାନ୍ଧି ବାହାରେ ପକାଇ। ଭିତର ଲୋକ ପଢାଉଛି ନା ନାଇଁ? ଏ ଭାବିଥିଲେ କଣ
ମୁଁ ମଧ୍ୟ ଏମାନଙ୍କ ଭିତରେ ପଶିକି ରହିଯିବି, କିନ୍ତୁ ପ୍ରଭୁ ଆପଣମାନଙ୍କୁ ମତେ ଦିନେ ଛାଡ଼ିବେ ନା ନାଇଁ? ଧକିଆ ମାରି ଛାଡ଼ିବେ ନା ନାଇଁ? ଯୋହନ 15 ପର୍ବରେ ଗୋଟେ ଘଟଣା ଅଛି କଣ ଯେ ଯେଉଁ କୌଣସି ଶାଖା ମୋ ଠାରେ ଥିବା ଶାଖା ଫଳ ନ ଫଳେ ତାକୁ ହଣା ଦେଇ ବାହାରେ ରହିବାକୁ ହବ ନାହିଁ। କାରଣ 5 ଜଣ ନିର୍ବୁଦ୍ଧି କନ୍ୟା ମାନେ ବି ବାହାରେ ରହିଗଲେ। ଆଜି ଆମକୁ ଆପଣଙ୍କୁ ମତେ ପ୍ରଭୁ ସୁଯୋଗ ଦେଇଛନ୍ତି ଯେ ଦିନ ରାତ୍ରି ଆମେ ପ୍ରାଣପଣ ଚେଷ୍ଟା କରିବା। ପ୍ରଭୁ ମତେ ତୁମେ ଦୁଃଖ କଷ୍ଟ ଦେଇନିଅ, କିନ୍ତୁ ତୁମ ଭିତରେ ମତେ ପ୍ରବେଶ କରିବା। এইଭଳି ପ୍ରବେଶ କରିବା ପାଇଁ ଯୋହନ 10 ପର୍ବରେ ଟିକେ ଏକ ପଦରେ ଶୁଣନ୍ତୁ ଗୋଟେ କଥା। ଯୀଶୁ ଗୋଟେ ବିଷୟ ଦେଖିଥିଲା, ଏଟା କେମିତି ଅନୁମାନ କରି କହୁଛନ୍ତି। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାୟତ। ଆଚ୍ଛା, ମାନେ ଅନ୍ୟ ବାଟ ଦେଇକି ମଧ୍ୟ ପ୍ରବେଶ କରିବାର ଚାନ୍ସ ଅଛି। ଆଜିକାଲି ବହୁତ ଜାଗାରେ ମଣ୍ଡଳୀ ସମାଜ ମାନଙ୍କରେ ଅନ୍ୟ ଦେଇ ମାନେ ଟଙ୍କା ପତ୍ର ଖର୍ଚ୍ଚ କରି ମଧ୍ୟ ଲୋକମାନେ କାର୍ଯ୍ୟକାରୀ ହଉଛନ୍ତି। ମୁଁ ବହୁତ ଜାଗାରେ ଦେଖୁଛି ଯେ ବାଳକ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି, ଡିକନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଟା ଯଦି ବି ଆମର ପୁରା ଭାଇ ଛାଡବ ମାନେ ଟିକେ ଅନ୍ୟମାନେ ବି ଶୁଣନ୍ତୁ। ମାନେ ଟଙ୍କାରେ ଆଜିକାଲି ଲୋକମାନେ ବେଦିଆସନ ମାନେ ଅଳଙ୍କୃତ କରୁଛନ୍ତି, ସିଂହାସନକୁ ଅଧିକାର କରୁଛନ୍ତି, କିନ୍ତୁ ପରମେଶ୍ୱର ଦିନେ ଏହି ପ୍ରକାର ଧନରେ ଜ୍ଞାନରେ ବଳରେ ମେଜରିଟିରେ ଯେଉଁମାନେ ପ୍ରବେଶ କରୁଛନ୍ତି, ପରମେଶ୍ୱର ସେମାନଙ୍କୁ ବାହାରେ ଫୋପାଡ଼ି ପାକ୍କା ଚ୍ୟାଲେଞ୍ଜ ଯୀଶୁ କହୁଛନ୍ତି ପରା, ଯେଉଁମାନେ କି ଠିକ ରାସ୍ତାରେ ପ୍ରବେଶ କରୁନାହାନ୍ତି ମେଷଶାଳକ ମାନେ, କିନ୍ତୁ ଅନ୍ୟ ବାଟରେ ଯେଉଁମାନେ ପ୍ରବେଶ କରୁଛନ୍ତି ସେମାନେ ଚୋର ଏବଂ ଡକାୟତ। ନିଜର ସ୍ୱାର୍ଥ ପାଇଁ ଭିତରେ ପଶିବେ, କିନ୍ତୁ ଏମାନଙ୍କୁ ପ୍ରଭୁ ଦିନେ ବାହାର କରିବେ ଧକ୍କା ମାରିବେ। ଆଗରୁ କହିବେ ହାତ ଗୋଡ଼ ବାନ୍ଧିକି କୋଳି ପକ, ବାହାରେ ଅନ୍ଧକାରରେ ତନ୍ତର ପିଡ଼ିମିଡ଼ି ସ୍ଥାନରେ ପକା। ପରମେଶ୍ୱର ଆପଣମାନଙ୍କ ମତେ ଦୟା କରନ୍ତୁ ଯେ ଆମେ ଠିକ ଭାବରେ ପଶିବା, ପରମେଶ୍ୱର ଆଧାର ଭିତରେ ପ୍ରବେଶ କରିବା। କାରଣ ପରମେଶ୍ୱର ଏହି ପ୍ରକାର ଲୋକମାନଙ୍କୁ ବ୍ୟବହାର କରିବେ ଆଉ ଦିନ ରାତ୍ରି ତାଙ୍କ ସହିତ ରଖିବେ। ଯେଉଁମାନେ ନିଜର ସ୍ୱାର୍ଥ ପାଇଁ ଭିତରେ ପଶୁଛନ୍ତି, ଲୋକମାନଙ୍କୁ ଉପାୟକୁ ଧରି ସେମାନଙ୍କର ଦଶା ବହୁତ ଖରାପ ହେବାକୁ ଯାଉଛି। ଶେଷ କଥା ମୁଁ କହିବି ଯେ ଆପଣମାନଙ୍କ ମତେ ଆହ୍ୱାନର ଯୋଗ୍ୟ ଆଚରଣ କରିବେ, ଆହ୍ୱାନକୁ ଦେଖିବା। ଆପଣମାନେ କୋଉ କର୍ମ କଲେ ପ୍ରଭୁଙ୍କ ସହିତ ଦିନ ରହିବେ, ସଦାକାଳ ରହିବେ। ଦ୍ୱିତୀୟ ପିତର ତାର 1 ପର୍ବର ଟିକେ 10-11 ପଦରେ ଶୁଣନ୍ତୁ, ଶୀଘ୍ର ପଢେ। ଅତଏବ ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ, ଯେଣୁ ଏପରି କଲେ ତୁମ୍ଭେମାନେ କେବେ ଝୁଣ୍ଟି ପଡ଼ିବ ନାହିଁ। ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। ହାଲେଲୁୟା। ସ୍ୱଚ୍ଛନ୍ଦରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଦିଆ। ଯୀଶୁ କହିଥିଲେ କଣ? ଧନୀ ଲୋକମାନେ ଅତି କଷ୍ଟରେ, କିନ୍ତୁ ଏଇଠି କହୁଛନ୍ତି ଆହ୍ୱାନକୁ ଜାଣିବ ମାନେ, ଠିକ ଆହ୍ୱାନକୁ ଜାଣିବା ବିଶ୍ୱାସୀ ମାନେ ଆହ୍ୱାନର କର୍ମ ଜୀବନ ଯାପନ କାଟିଲେ ସ୍ୱଚ୍ଛନ୍ଦରେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ। ଆଚ୍ଛା, ଆପଣମାନଙ୍କୁ ମତେ ସ୍ୱଚ୍ଛନ୍ଦ ଦରକାର ନା ଟିକେ କଷ୍ଟରେ ଯିବା? ସ୍ୱଚ୍ଛନ୍ଦରେ ଯିବାକୁ ଥିଲେ ଆହ୍ୱାନର ଆହ୍ୱାନକୁ ଦେଖିବା। ଦିନେ ନିକୋଦିମ ଯୀଶୁଙ୍କ ପାଖକୁ ଆସିଲେ। ଯୋହନ 3 ପର୍ବର 5 ପଦରେ ନିକୋଦିମ ଯୀଶୁଙ୍କୁ ଯାହା କିଛି କହିଲା ପରେ କଣ ବୋଲି ଯୀଶୁ ତାଙ୍କୁ କହୁଛନ୍ତି ଟିକେ ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଜଣେ ଜ୍ଞାନୀ ବି ପୁନର୍ବାର କଣ ହେବାର ଅଛି? ପୁନର୍ଜନ୍ମ ହେବାର ଅଛି। ପୁନର୍ଜନ୍ମ ହେବାର ଅଛି।
द्वितीय जल आत्मारे बाप्तिस्म नेबाची जन्म हेबार अछि हेले जाई निकोदिम को यीशु कहले तुमे स्वर्ग राज्य रे प्रवेश करी स्वर्ग राज्य रे प्रवेश करिबा पई जने लोकन को पाखरे एई दीटा जिंस रहिबार अछि पुनर्जन्म पुनी जल और आत्मा रे जन्म हेबार अछि जात हेबार अछि तेबे स्वर्ग राज्य रे ईश्वर राज्य रे प्रवेश करिबार अधिकार प्रवेश करि पारे निकोदिम भाबितला मो जने गुरु मो जने शिक्षित लोक यीशु पासे टेका टुकी करी जो कहला बेल को यीशु कहले पुनर्जन्म कथा कहि पुनर्जन्म हेबार पुनर्जन्म हेले का देखिबो पुनी आत्मा रे पुनी जल रे जन्म हेले ईश्वर राज्य रे प्रवेश करि पारिबो प्रभु तांको लोक मान को प्रवेश करिवार बाट देखौ आपण मान को मते बाट देखौ छथि एई रास्ता रे गले तमे प्रवेश करि पारिबो एई रास्ता तुमको कष्ट हेले मत से रास्ता रे तमे चलिबा शेष कथा हमें देखिबा जे प्रकृत रे परमेश्वर प्रवेश करिबे का पाई चाहछि प्रकाशित 22 रो तार 14 पद रे 21 रो 27 पद रे हमें शेष करिबा से दिला ए दिला हमरे बहुत सतर्क रहबा दरकार ना जीवन वृक्ष अधिकारी हेबा निमंते जीवन वृक्ष अधिकारी हेबा निमंते ओ द्वार देई नगरी रे प्रवेश करिबा निमंते द्वार देई नगरी रे प्रवेश करिबा निमंते जेउ माने आपण आपण वस्त्र धौत करियो जे माने आपण आपण वस्त्र धौत करियो छथि से माने धन्य नगरी रे प्रवेश करिबा पाई जीवन वृक्ष अधिकार सहित आ नगरी रे प्रवेश करिबा पाई जे माने आपण आपण वस्त्र कोन करिबा दरकार धौत करिबा दरकार वस्त्र माने हमर लुगापटा कथा नै हमर आत्मिक जीवन हृदय को सब बेले धौत करिबा दरकार सेवारे प्रार्थना रे धर्म रे नाना प्रकार भूल पापरु पृथक थाई कि जेते बेले आमे आपण वस्त्र धौजो जीवन वृक्ष अधिकारी हेबा पाई किंतु नगरी रे भी प्रवेश करिबा पाई हालेलुया गोठी प्रवेश करिबा पा गोटे नगरी रे प्रवेश करिबा से नगरी रे प्रवेश करिवे केवल धार्मिक साधु मानकर नगर सेही नगर रे प्रवेश करिबा पाई जे माने आपण आपण वस्त्र धौछन्ते तापर शेष कथा कोन 21 रो 27 पद कोनोसी असुचि विषय किबा घृण्य कर्मकारी असुचि विषय घृण्य कर्मकारी ओ मिथ्याचारी केहि सेथिरे कदापि प्रवेश करिबा नाही केहि से नगरी रे स्वर्ग रे प्रवेश करि पारिबे नाही हां केवल जेउ मानक नाम कारण जेउ मानक नाम मेष शावकक जीवन पुस्तक रे लिखित अछि से माने प्रवेश करिबे हालेलुया 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 दुई प्रकार कथा में सुनु तो असुचि असदाचारी लोक माने से नगरी रे प्रवेश करि पारिबे नाही किंतु जियो मानकर नाम मेष शावकंकर जीवन पुस्तक रे लिखित अछि से माने प्रवेश करिबे हालेलुया जनो प्रभु आपण मान को मते प्रस्तुत करंदु यीशु कहि छन्दी कोन जे तांको वाक्य को हमें पालन करबा आज्ञा पालन करबा कहले जे तुमे संकीर्ण द्वार दे प्रवेश करबा जगत रे सुविधा खाइबा पीबा स्वच्छंदता केबे ही पारिबो नाही केबे भी नाही कारण जेते प्रभुंग पाई दुख कष्ट देगी जीवा सेटा होची संकीर्ण ए माने ही स्वर्ग राज्य रे से नगरी अधिकार करिवे से माने प्रवेश करिवे आ असुचि असदाचारी माने पाई टिके कष्ट धनी मान को पाई भी टिके कष्ट प्रभु आपण मान को मते प्रस्तुत करबो प्रभु अपेक्षा करिसोंदी आपण मान को मते जे हमें केमती प्रकृत लोक हे दिने तांको स्वर्ग राज्य रे प्रवेश करिबा तांको सहित सदा काल प्रभु हम प्रत्येक को आशीर्वाद करतो पदे प्रार्थना करिबा समस्त निज को समर्पण करबा कि उठी जीवन निष्ठा समस्त को अनुरोध करके बस से आशीर्वाद पूरा बेचे आंखें बंद करबा पदे प्रार्थना निज को सुसंग हालेलुया